ଏବଂ ତାକୁ ଆମେ ମଧ୍ୟ ଆଗେଇ ନେବା। ଆମର ବିଦ୍ୱାନ ମାନେ ଶାସ୍ତ୍ର ଅନୁମୋଦିତ ଆଉ ପରମ୍ପରା ଅନୁସାରେ ଜଗନ୍ନାଥ ଧାମ ହେଉଛି କେବଳ ଶ୍ରୀକ୍ଷେତ୍ର ପୁରୀ ପୁରୁଷୋତ୍ତମ କ୍ଷେତ୍ର। ତାହା ଘୋଷଣା ହେଇସାରିଛି ଆମ ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ମୁକ୍ତିମଣ୍ଡପ ପଣ୍ଡିତ ସଭା ତରଫରୁ। ଆମର ଜଗତଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ଘୋଷଣା କରିସାରିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ବି ଚିଠି ଲେଖିଛନ୍ତି। ସେଇ ପ୍ରସଙ୍ଗକୁ ମଧ୍ୟ ଆମେ ଆଗେଇ ନେବା। ଆଉ ଶାସ୍ତ୍ରକୁ ଆଧାର କରି ପରମ୍ପରାକୁ ଆଧାର କରିକି ଯଦି ଆମେ ଆଲୋଚନା କରିବା ତାହେଲେ ଅତି ଶୀଘ୍ର ୟାର ନିଷ୍ପତ୍ତି ହେଇଯାଇପାରିବ। ଆମେ ସେଇ ଚେଷ୍ଟାରେ ଅଛୁ ଯେ ଅତି ଶୀଘ୍ର ସୁବିଧାରେ ଆଉ ପ୍ରେମର ସହିତ କେମିତି ଏଟା ସମାଧାନ ହଉ। ଯଦି ନହବ ସବୁ ଉପାୟ ଆମର ଧରିଲା ପରେ ଆମେ ବହୁତ ଚେଷ୍ଟା କରିବା, ବିଭିନ୍ନ କ୍ଷେତ୍ରରେ ଚେଷ୍ଟା କରିବା କେମିତି এটা ସମାଧାନ ହେଇଯାଉ ସୁବିଧାରେ। ଯଦି ନହେଲା ଲାଷ୍ଟ ରେସର୍ଟ ତାହେଲେ ନିଶ୍ଚିତ ଭାବରେ ଲିଗାଲ ଆକ୍ସନ। କେନ୍ଦ୍ର ସରକାରଙ୍କର ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ି ହୋଇଛି ବା ଯୋଉ ଦେଶରେ ସେମାନେ ଅତିଥିରେ ବା ଅଦିନିଆ ରଥଯାତ୍ରା ସ୍ନାନଯାତ୍ରା କରୁଛନ୍ତି ସେଇ ଦେଶକୁ ଚିଠି ଲେଖିକି ସେଇଟା ବ୍ୟାନ୍ କରାଯାଇପାରେ। ଯାହା ଆପଣ କହିଲେ ବହୁତ ସୁନ୍ଦର ପ୍ରସ୍ତାବ। ଆମେ ସବୁଆଡୁ ଚେଷ୍ଟା କରିବା, ଆମେ କିଛି ଜିନିଷ ଛାଡ଼ିବା ନାହିଁ। ଯାହା ଯାହା କହିଲେ ବହୁତ ସେଟା ଆମେ ବି ଏସବୁ ଚିନ୍ତା କରିଛେ ଯେ ବିଭିନ୍ନ ଉପାୟରେ କେମିତି ତାଙ୍କୁ ବୁଝେଇକି ଆମର ମହାପ୍ରଭୁଙ୍କର ପରମ୍ପରା ସେମାନେ ଉତ୍ତମ ଭାବରେ ପାଳନ କରିବେ ତା ପାଇଁ ଆମେ ଉଦ୍ୟମ କରିବା। ବର୍ତ୍ତମାନ ଏ ଜିନିଷଟି ଆଗକୁ ବଢ଼ିବ ଆଉ ଆମେ ଆଶା କରିବା ମହାପ୍ରଭୁ ତାର ଅତି ସୁନ୍ଦର ସମାଧାନ କରିବେ। ଶୀଘ୍ର ସବୁ ଜିନିଷ କରାଯିବ। ତାଙ୍କର ଯାହା ଯୁକ୍ତି ଥିଲା ସବୁ ଏଥିରେ ଖଣ୍ଡନ ହେଇଯାଇଛି, ଆଉ କିଛି ନାହିଁ ତାଙ୍କର କହିବା ପାଇଁ, ଆଉ କିଛି ନାହିଁ। ଯଦି ତାଙ୍କର ଉଦ୍ଦେଶ୍ୟ ହେଉଛି ଧର୍ମର ପ୍ରଚାର, ତେଣୁ ଧର୍ମ ଆଧାରରେ ତାଙ୍କୁ ଚାଲିବାକୁ ହବ। ଆଉ ଧର୍ମ ଆଧାରରେ ଚାଲିଲେ ଯାହା ଏଠି ଲେଖା ହେଇଛି ତାକୁ ସେମାନେ ଅସ୍ୱୀକାର କରିବେ ନାହିଁ, ପାଳନ କରିବାକୁ ବାଧ୍ୟ। କିନ୍ତୁ ତାଙ୍କର ଆଉ କ'ଣ ଉଦ୍ଦେଶ୍ୟ ଥିବ ସେଟା ତ ମୁଁ କହିପାରିବି ନାହିଁ। ସେ ଯାହା ହଉ ଆଗକୁ ଆମେ ଚାଲିଲେ ସେଟା ଜଣା ପଡ଼ିବ। କିନ୍ତୁ ଯାହା ଆମେ କହିଲୁ ଅବିକା ଆମେ ତୀବ୍ର ଗତିରେ ଚାଲିବା ଏବଂ ସବୁ ପ୍ରକାର ଉପାୟରେ କେମିତି ଇସ୍କନ ସଂସ୍ଥା ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଦେବେ ଆଉ ସଂସ୍କୃତିର ପରମ୍ପରାକୁ ପାଳନ କରିବେ, ଆମେ ସବୁଆଡ଼ୁ ଚେଷ୍ଟା କରିବା। ब्रह्मरुद्रेन्द्रवन्द्यं वेदानां सारमेशं